ଜୟ ଜଗନ୍ନାଥ ପିଲାମାନେ, ପ୍ରତ୍ୟେକ ଦିନ ପରି ଆଜି ଏଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ଏମସିକ୍ୟୁ ଆଲୋଚନା କରିବା, ଯୋଉଟାକି ତମର ପଲିଟିକାଲ ସାଇନ୍ସ ବିଷୟରୁ ଆସିଅଛି ଏବଂ ଏ ସବୁ ଏମସି ଗୁଡ଼ିକ ତମର CHSE 2026 ପାଇଁ ଉପଯୋଗୀ କ୍ୱେଶ୍ଚନ ଏବଂ ଆମେ ପ୍ରତ୍ୟେକଟି କ୍ୱେଶ୍ଚନକୁ ଆଲୋଚନା କରିବା ସହିତ ତାକୁ କ'ଣ କରିବା, ଏକ୍ସପ୍ଲାନେସନ କରିବା, ଅର୍ଥାତ୍ ବିସ୍ତୃତ ଭାବେ ଆଲୋଚନା କରିବା। ତେବେ ଦେଖିବା ପ୍ରଥମ କ୍ୱେଶ୍ଚନଟି କ'ଣ ଅଛି। ତ ପ୍ରଥମ କ୍ୱେଶ୍ଚନଟି ଅଛି, according to the article 248 of Indian Constitution, the residuary power are vested in, অর্থাৎ ভারতীয় সংবিধান ধারা 248 অনুসারে অবশিষ্ট ক্ষমতা কাହା ହାତରେ ନ୍ୟସ୍ତ ଅଛି। ଏ ଅବଶିଷ୍ଟ କ୍ଷମତା କ'ଣ? ତ ଆମେ ଜାଣିଛେ ସମ୍ବିଧାନରେ ତିନିଟା ତାଲିକା ଅଛି। ଗୋଟେ ହେଲା ରାଜ୍ୟ ତାଲିକା, ଗୋଟେ ଅଛି କେନ୍ଦ୍ର ତାଲିକା ଏବଂ ଗୋଟେ ଅଛି ଏ ମିଳିତ ତାଲିକା। ରାଜ୍ୟ ତାଲିକାରେ ଥିବା ସୂଚୀରେ ରାଜ୍ୟ ସରକାର କ'ଣ କରନ୍ତି, ନିୟମ ପ୍ରସ୍ତୁତି କରନ୍ତି। ସେପରି କେନ୍ଦ୍ର ତାଲିକାରେ ଥିବା ସୂଚୀରେ କେନ୍ଦ୍ର ସରକାର ନିୟମ ପ୍ରସ୍ତୁତି କରନ୍ତି ଏବଂ ମିଳିତ ତାଲିକାରେ ଥିବା ସୂଚୀରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିୟମ ପ୍ରସ୍ତୁତି କରନ୍ତି। ଏବଂ ଏଇ ଯୋଉ ତାଲିକା ବାହାରେ ଯୋଉ ଜିନିଷ ଗୁଡ଼ିକ ରହିଗଲା, ଯୋଉଗୁଡ଼ିକ ସମ୍ବିଧାନରେ ଉଲ୍ଲେଖ ନାହିଁ, ସେଗୁଡ଼ିକ କୁହାଯାଏ ଅବଶିଷ୍ଟ କ୍ଷମତା। ଏଇ ଅବଶିଷ୍ଟ କ୍ଷମତାଟା ଭାରତୀୟ ସମ୍ବିଧାନ ଅନୁସାରେ କାହା ହାତରେ ନ୍ୟସ୍ତ ଦିଆଯାଇଛି? ଅପସନ 1 ଅଛି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ, ଅପସନ 2 ଅଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବା କେନ୍ଦ୍ର ସରକାର, ଅପସନ ସି ର ଅଛି ବୋଥ ୟୁନିୟନ ଆଣ୍ଡ ଷ୍ଟେଟ୍, ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ, ଏବଂ ଡି ର ଅଛି ସ୍ଥାନୀୟ ସରକାର ବା ଲୋକାଲ ବଡି। এটা କ'ଣ ହବ? ୟାର ରାଇଟ ଆନ୍ସରଟି କ'ଣ ହବ ନା, ଯୋଉଗୁଡ଼ିକ ଏଇ ତିନୋଟି ତାଲିକା ମଧ୍ୟରେ ନାହିଁ ସେଗୁଡ଼ିକ କିଏ ନିୟମ ପ୍ରସ୍ତୁତି କରିବେ ନା, ଅପସନ ବି କ'ଣ ନା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବା କେନ୍ଦ୍ର ସରକାର। ସମ୍ବିଧାନର କେନ୍ଦ୍ର, ରାଜ୍ୟ ଓ ଯୁଗ୍ମ ତାଲିକାରେ ବର୍ଣ୍ଣିତ ନଥିବା ବିଷୟ ଗୁଡ଼ିକ ଅବଶିଷ୍ଟ କ୍ଷମତା କୁହାଯାଏ, ଯୋଉଟା ମୁଁ ଆଲୋଚନା କଲି। ଏହା ଉପରେ ଆଇନ ପ୍ରଣୟନ କରିବା କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ଅଛି ବା ସଂସଦ ପାଖରେ ଅଛି। କେନ୍ଦ୍ର ସରକାର କହିଲେ ତମର କାହାକୁ ବୁଝାଏ ନା, ସଂସଦକୁ ବୁଝାଏ। ସେ ସଂସଦ ପାଖରେ ଅଛି। ନେକ୍ସଟ ଦେଖିବା କ'ଣ ଅଛି ନା, ଇନ୍ ହୁଇଚ ଇୟର ୱାଜ ବିଜୁ ଜନତା ଦଳ ଫର୍ମ ଇନ୍ ଓଡ଼ିଶା, ଅର୍ଥାତ୍ ଓଡ଼ିଶାର କେଉଁ ମସିହାରେ ବିଜୁ ଜନତା ଦଳ ଗଠିତ ହୋଇଥିଲା? ଅପସନ ଗୁଡ଼ିକ ଅଛି 1990, 1992, 1997 ଏବଂ 2000 ମସିହା। ଯଦି ଆମେ ତାର ସଠିକ ଆନ୍ସର ପାଇବା ତାହେଲେ ସେଇଟା ହଉଛି କ'ଣ ନା 1997 ମସିହା ତମର ହବ କ'ଣ, ଅପସନ ସି ହବ। ଦେଖିବା କ'ଣ ଅଛି ବ୍ୟାଖ୍ୟାରେ, ଏକ୍ସପ୍ଲାନେସନରେ। ଦେଖ, ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ତିରୋଧାନ ପରେ, ଅର୍ଥାତ୍ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ 1997 ମସିହା ଡିସେମ୍ବର 26 ତାରିଖ ଦିନ କ'ଣ ହେଇଥିଲା ନା, ବିଜୁ ଜନତା ଦଳର କ'ଣ ହେଇଥିଲା, ପ୍ରତିଷ୍ଠା ହୋଇଥିଲା। ନେକ୍ସଟ ଦେଖିବା, which type of citizenship is provided by the Indian Constitution? ଭାରତୀୟ ସମ୍ବିଧାନର କେଉଁ ପ୍ରକାର ନାଗରିକତା ପ୍ରଦାନ କରାଯାଇଥାଏ? ଅପସନ ଏ ରେ ଅଛି ଡୁଆଲ ସିଟିଜେନସିପ୍ ବା ଦ୍ୱୈତ ନାଗରିକତା, ବି ରେ ଅଛି ସିଙ୍ଗଲ ସିଟିଜେନସିପ୍ ବା ଏକକ ନାଗରିକତା, ସି ରେ ଅଛି ମଲ୍ଟିପୁଲ ସିଟିଜେନସିପ୍ ବା ବହୁମୁଖୀ ନାଗରିକତା ଏବଂ ଡି ରେ ଅଛି ନନ୍ ଅଫ୍ ଏଭ ବା କୌଣସି ନୁହେଁ। ତ ଭାରତୀୟ ସମ୍ବିଧାନ ଅନୁସାରେ ଭାରତରେ କୋଉ ପ୍ରକାର ନାଗରିକତା ପ୍ରଦାନ କରାଯାଏ ନା, ଏକକ ନାଗରିକତା, ଅର୍ଥାତ୍ ଏଠି କେବଳ କେନ୍ଦ୍ର ସରକାରଙ୍କର ନାଗରିକତା ପ୍ରଦାନ କରିଥାନ୍ତି, ରାଜ୍ୟ ସରକାର ପ୍ରଦାନ କରି ନଥାନ୍ତି ଏକକ ନାଗରିକତା। ଦେଖ, ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ଐକ୍ୟ ଏବଂ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ଭାରତରେ ଏକକ ନାଗରିକତା ବ୍ୟବସ୍ଥା ପ୍ରଚଳିତ ହୋଇଥାଏ। ଐକ୍ୟ ଏବଂ ଅଖଣ୍ଡତାକୁ ରକ୍ଷା କରିବା ପାଇଁ କ'ଣ ହେଇଥାଏ, ଏକକ ନାଗରିକତା ପ୍ରଚଳିତ ହୋଇଥାଏ। ତାପରେ ଆମେ ଦେଖିବା, where did the nationalist movement first start in India? ଭାରତରେ ନକ୍ସଲ ଆନ୍ଦୋଳନ ପ୍ରଥମରୁ କେଉଁଠାରେ ଆରମ୍ଭ ହୋଇଥିଲା? ଅପସନ ଗୁଡ଼ିକ ଅଛି କୋରାପୁଟ ଓଡ଼ିଶା, ନକ୍ସଲବାରୀ ୱେଷ୍ଟବେଙ୍ଗଲ, ତମର ବା ପଶ୍ଚିମବଙ୍ଗ, ବସ୍ତର ଛତିଶଗଡ଼ ଏବଂ ତମର ୱାରଙ୍ଗଲ ତେଲେଙ୍ଗାନା। ୟାର ସଠିକ ଆନ୍ସରଟି କ'ଣ ହବ ପିଲାମାନେ ନା, ନକ୍ସଲବାରୀ ୱେଷ୍ଟବେଙ୍ଗଲରୁ ଆରମ୍ଭ ହେଇଛି। ଏବଂ ଦେଖିବା ଏଇଟା କେବେ ଆରମ୍ଭ ହେଇଥିଲା ନା, 1967 ମସିହାରେ ଆରମ୍ଭ ହେଇଥିଲା। ପଶ୍ଚିମବଙ୍ଗର ନକ୍ସଲବାରୀ ଗ୍ରାମରୁ ଆରମ୍ଭ ହେଇଥିଲା। କ୍ୱେଶ୍ଚନ କୋଉଠି ବି ବିଟ୍ କରିପାରେ। ଆଉ ୟାର ନେତୃତ୍ୱ କିଏ ନେଇଥିଲେ ନା, ଚାରୁ ମଜୁମଦାର ହେଲା। ଚାରୁ ମଜୁମଦାର ନେତୃତ୍ୱରେ ଏହି ସାମ୍ୟବାଦୀ ବିଦ୍ରୋହ ଆରମ୍ଭ ହୋଇଥିବାରୁ ଏହାକୁ ନକ୍ସଲ ଆନ୍ଦୋଳନ କୁହାଯାଏ। ନକ୍ସଲବାରୀ ଗ୍ରାମ ଅନୁସାରେ ଏ ଆନ୍ଦୋଳନ ନାମ ଦିଆଯାଇଛି ନକ୍ସଲ ଆନ୍ଦୋଳନ।
କେବେ ହେଇଥିଲା ନା 1967 ରେ ହେଇଥିଲା। ନେତୃତ୍ୱ କିଏ ନେଇଥିଲେ ନା ଚାରୁ ମଜୁମଦାର ଏବଂ କୋଉ ରାଜ୍ୟ ନା ପଶ୍ଚିମବଙ୍ଗ ରାଜ୍ୟ ମନେ ରଖିବ। ନେକ୍ସଟ ହଉଛି ହେଡ୍ ଅଫ୍ ଦ ପଞ୍ଚାୟତ ସମିତି ଇଜ ନୋନ୍ ଏଜ୍, ଅର୍ଥାତ୍ ପଞ୍ଚାୟତ ସମିତିର ମୁଖ୍ୟଙ୍କୁ କଣ କୁହାଯାଏ? ବହୁତ ସୁନ୍ଦର କ୍ୱେଶ୍ଚନଟେ ଏବଂ ସହଜ କ୍ୱେଶ୍ଚନଟେ। ସରପଞ୍ଚ, ମେୟର, ଚେୟାରପର୍ସନ ବା ଅଧ୍ୟକ୍ଷ, ତମର ଜିଲ୍ଲାପାଳ। ପଞ୍ଚାୟତ ସମିତିର ମୁଖ୍ୟଙ୍କୁ କଣ କୁହାଯାଏ ନା ଚେୟାରପର୍ସନ ବା ଅଧ୍ୟକ୍ଷ କୁହାଯାଏ। ପଞ୍ଚାୟତ ରାଜ ବ୍ୟବସ୍ଥାର ମଧ୍ୟବର୍ତ୍ତୀ ସ୍ତର ବା ତମର ଯୋଉ ବ୍ଲକ ସ୍ତରରେ କଣ ହୋଇଥାଏ ନା ଯୋଉ ପଞ୍ଚାୟତ ସମିତି ହୋଇଥାଏ ତାର ମୁଖ୍ୟଙ୍କୁ ଚେୟାରମ୍ୟାନ ବା ଅଧ୍ୟକ୍ଷ କୁହାଯାଏ। ମନେ ରଖିବ ଏଟା ତ୍ରିସ୍ତରୀୟ। ନିମ୍ନ ସ୍ତରରେ କଣ ରହିଲା ନା ଗ୍ରାମ ପଞ୍ଚାୟତ, ମଧ୍ୟ ସ୍ତରରେ ରହିଲା ତମର ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ରାଜ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତର ରହିଲା ଜିଲ୍ଲା ପରିଷଦ, ଯୋଉଟା ଜିଲ୍ଲା ସ୍ତରୀୟ ହୋଇଥାଏ। ନେକ୍ସଟ ଦେଖିବା, Which Indian Prime Minister signed the ପଞ୍ଚଶୀଳ agreement with China? କେଉଁ ଭାରତୀୟ ପ୍ରଧାନମନ୍ତ୍ରୀ ଚୀନ ସହ ପଞ୍ଚଶୀଳ ଚୁକ୍ତି ସ୍ୱାକ୍ଷର କରିଥିଲେ? ଅପସନ ଗୁଡିକ ଅଛି ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ଅଟଳ ବିହାରୀ ବାଜପେୟୀ। यार ସଠିକ ଆନ୍ସରଟି ପିଲାମାନେ ହବ କଣ ନା ଜବାହରଲାଲ ନେହେରୁ ହିଁ ପଞ୍ଚଶୀଳ ନୀତି ଚୁକ୍ତି ସ୍ୱାକ୍ଷର କରିଥିଲେ। କାହା ସହିତ କରିଥିଲେ ନା ଚାଇନା ସହିତ କରିଥିଲେ ବା ଚୀନ ସହିତ କରିଥିଲେ। ଦେଖ ପିଲାମାନେ ଏଇଟା କେ ମସିହାରେ ହେଇଥିଲା ନା 1954 ମସିହାରେ ହେଇଥିଲା ଏବଂ ଏ ସ୍ୱାକ୍ଷର କାହା କାହା ମଧ୍ୟରେ ହେଇଥିଲା ତ ଭାରତ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁ ଥିଲେ ଏବଂ ଚୀନର ପ୍ରଧାନମନ୍ତ୍ରୀ ଥିଲେ କଣ ଚୌ ଏନ୍ ଲାଏ। ଏ ଦି ଜଣଙ୍କ ମଧ୍ୟରେ ହେଇଥିଲା ଗୋଟେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବା ପାଇଁ এই ପଞ୍ଚଶୀଳ ନୀତିଟି ଗୃହୀତ ହୋଇଥିଲା। ତାପରେ ଆମେ ଦେଖିବା how many non-permanent members are there in the UN Security Council? ମିଳିତ ଜାତିସଂଘର ନିରାପତ୍ତା ପରିଷଦର କେତେ ଜଣ ତମର କଣ ରହିଛନ୍ତି ନା ଅସ୍ଥାୟୀ ସଦସ୍ୟ ରହିଛନ୍ତି? ତ ଅପସନ ଗୁଡିକ ଅଛି କଣ ନା 5, 10, 15 ଏବଂ 20। ଟିକେ ଧ୍ୟାନ ଦେଇକି ପିଲାମାନେ ପଢିବ ଏବଂ ଧ୍ୟାନ ଦେଇ କ୍ୱେଶ୍ଚନଟି ପଢିବ। ଏଠି କଣ କହିଛି ନା ନନ୍ ପରମାନେଣ୍ଟ ବା ତମର ଓଡିଆରେ କୁହାଯାଇଛି କଣ ନା ଅସ୍ଥାୟୀ ସଦସ୍ୟ। ଏଇଟା ହିଁ ଇମ୍ପୋର୍ଟାଣ୍ଟ। ସ୍ଥାୟୀ ସଦସ୍ୟ ତମର ଯଦି ପଡେ ସ୍ଥାୟୀ ସଦସ୍ୟ ତାହେଲେ ତୁମେ ଲେଖିବ କେତେ ନା 5। ଯଦି ପଡେ ଅସ୍ଥାୟୀ ସଦସ୍ୟ ତାହେଲେ ତୁମେ ଲେଖିବ 10। ଯଦି ପଡିବ ଖାଲି ସଦସ୍ୟ ତାହେଲେ ତୁମେ ଲେଖିବ 15। ଅର୍ଥାତ୍ ସ୍ଥାୟୀ ସଦସ୍ୟ 5 ଜଣ, ଅସ୍ଥାୟୀ ସଦସ୍ୟ 10 ଜଣ ଏବଂ ମୋଟ ସଦସ୍ୟ 15 ଜଣ। କ୍ୱେଶ୍ଚନଟି ଭଲସେ ପଢିବ, ପଢିକି ତମେ କଣ କରିବ ନା କରିବ। ତେଣୁ ଏଇ କ୍ୱେଶ୍ଚନ ଅନୁସାରେ ଏଠି ହବ କଣ ଅପସନ ବି। ଏଠି ଯେହେତୁ ଦେଇଛି ଅସ୍ଥାୟୀ ସଦସ୍ୟ ଯୋଉମାନେ କି ପ୍ରତି 2 ବର୍ଷରେ ପରିବର୍ତ୍ତନ ହୁଅନ୍ତି। ଦେଖ ପିଲାମାନେ ଟୋଟାଲ ହଉଛି 15ଟି ସଦସ୍ୟ ଥିବା ଏଇଟା ପରିଷଦ, 5 ଜଣ ସ୍ଥାୟୀ ସଦସ୍ୟ ଆଉ କଣ 10 ଜଣ ହଉଛନ୍ତି କଣ ଅସ୍ଥାୟୀ ସଦସ୍ୟ ଯୋଉମାନେ କି 2 ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ତାପରେ ଦେଖିବା ନେକ୍ସଟ, ଦ କନସେପ୍ଟ ଅଫ ଇଣ୍ଟରନାଲ ଭିଜିଲେନ୍ସ ଇଜ ଦ ପ୍ରାଇସ୍ ଅଫ ଲିବର୍ଟି ଇଜ ରିଲେଟେଡ ଟୁ, ଅର୍ଥାତ୍ ସଦା ଜାଗୃତି ହିଁ ସ୍ୱାଧୀନତାର ମୂଲ୍ୟ। ଏଇ ଉକ୍ତି କାହା ସହିତ ଜଡିତ? ଦେଖ ପିଲାମାନେ ଅପସନ ଅଛି ଏକଛତ୍ରବାଦ ବା ଡିକ୍ଟରସିପ, ଗଣତନ୍ତ୍ର ଡେମୋକ୍ରେସି, ରାଜତନ୍ତ୍ର ମୋନାର୍ଚି, ସାମ୍ୟବାଦ କମ୍ୟୁନିଜିମ। ତ ୟାର ସଠିକ ଆନ୍ସରଟି ପିଲାମାନେ କଣ ହବ? ସଦା ଜାଗୃତି ହିଁ ସ୍ୱାଧୀନତାର ମୂଲ୍ୟ। ଏଇଟା ତୁମର କଣ ନା ଗଣତନ୍ତ୍ର ବା ଡେମୋକ୍ରେସି ସହିତ ଜଡିତ। ତାପରେ ଆମେ ଦେଖିବା ଏଇ ଯୋଉ ଗଣତନ୍ତ୍ର ସଫଳତା ପାଇଁ ଜନସାଧାରଣଙ୍କର ଜାଗୃତି ହେବା ଆବଶ୍ୟକ, ଯାହା ଦ୍ୱାରା ସେମାନଙ୍କର ସ୍ୱାଧୀନତା କଣ ହେଇପାରିବ ନା ସୁରକ୍ଷିତ ରହିପାରିବ। ନେକ୍ସଟ ହଉଛି ପିଲାମାନେ which articles of the UN Charter describe the General Assembly? ବଢିଆ କ୍ୱେଶ୍ଚନଟେ ଅଛି। ମିଳିତ ଜାତିସଂଘର ସନନ୍ଦର କେଉଁ ଧାରାରେ ସାଧାରଣ ସଭା ବିଷୟରେ ବର୍ଣ୍ଣନା କରାଯାଇଛି? ଅପସନ ଅଛି କଣ ଆର୍ଟିକିଲ 1 ରୁ 8, ଆର୍ଟିକିଲ 9 ରୁ 22, ଆର୍ଟିକିଲ 356, ଆର୍ଟିକିଲ
51। ଯଦି ଆମେ ଦେଖିବା ୟାର ସଠିକ ଆନ୍ସରଟି କଣ ହବ ପିଲାମାନେ, ନା ଆର୍ଟିକିଲ 9 ରୁ 22 ଅର୍ଥାତ ଅପସନ ନମ୍ବର ବି ଟି ହବ। ସେ କହୁଛି ଜାତିସଂଘର ସନନ୍ଦ 9 ରୁ 22 ମଧ୍ୟରେ ସାଧାରଣ ସଭାର ଗଠନ, କାର୍ଯ୍ୟକାରୀ କ୍ଷମତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ତାପରେ ଆମେ ଦେଖିବା the ବାଲିଆପାଳ ମୁଭମେଣ୍ଟ ଇନ୍ ଓଡ଼ିଶା was against which of the followings। ଓଡ଼ିଶାର ବାଲିଆପାଳ ଆନ୍ଦୋଳନ ନିମ୍ନୋକ୍ତ ମଧ୍ୟରୁ କାହା ବିରୁଦ୍ଧରେ ଥିଲା? ଦେଖ ଅପସନ ଅଛି ଖଣି ଖନନ ମାଇନିଂ, ଡ୍ୟାମ କନଷ୍ଟ୍ରକ୍ସନ ବା ନଦୀବନ୍ଧ ନିର୍ମାଣ, ମିସାଇଲ ବେସ୍ ବା କ୍ଷେପଣାସ୍ତ୍ର ଘାଟି, ଆଉ ଫରେଷ୍ଟ କଟିଂ। ଯଦି ସଠିକ ଆନ୍ସର ଆମେ ଦେଖିବା ଏଇଟା କଣ ହବ, ମିସାଇଲ ବେସ୍ ବା କ୍ଷେପଣାସ୍ତ୍ର ଘାଟି ବିରୁଦ୍ଧରେ ଥିଲା। ଦେଖ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କ୍ଷେପଣାସ୍ତ୍ର ଘାଟି ସ୍ଥାପନ ଜନିତ ବିସ୍ଥାପନକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଏହି ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ନେକ୍ସଟ ଆମେ ଦେଖିବା ହୁ ଆପଏଣ୍ଟ ଦ ସେକ୍ରେଟାରୀ ଜେନେରାଲ ଅଫ ଦ ୟୁନାଇଟେଡ ନେସନ, ଅର୍ଥାତ ଜାତିସଂଘର ମହାସଚିବଙ୍କୁ କିଏ ନିଯୁକ୍ତି ଦେଇଥାନ୍ତି? ଅପସନ ଗୁଡ଼ିକ ଅଛି ସିକ୍ୟୁରିଟି କାଉନସିଲ ବା ନିରାପତ୍ତା ପରିଷଦ, ଜେନେରାଲ ଆସେମ୍ବଲି ଅନ୍ ରେକମେଣ୍ଡେସନ ଅଫ ସିକ୍ୟୁରିଟି କାଉନସିଲ, ନିରାପତ୍ତା ପରିଷଦର ସୁପାରିଶ କ୍ରମେ ସାଧାରଣ ସଭା, ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ଆନ୍ତର୍ଜାତିକ ନ୍ୟାୟାଳୟ, ପ୍ରାଇମ ମିନିଷ୍ଟର ଅଫ ୟୁଏସଏ ଆମେରିକାର ପ୍ରଧାନମନ୍ତ୍ରୀ। ଏହାର ସଠିକ ଆନ୍ସରଟି ପିଲାମାନେ କଣ ହବ, এই ଅପସନ ନମ୍ବର ବି, ନିରାପତ୍ତା ପରିଷଦର ସୁପାରିଶ କ୍ରମେ ସାଧାରଣ ସଭା। ମିଳିତ ଜାତିସଂଘର ଯୋଉ ମହାସଚିବ ହେଉଛନ୍ତି ସେ ସଚିବାଳୟର ମୁଖ୍ୟ, ତାଙ୍କୁ ନିରାପତ୍ତା ପରିଷଦର ସୁପାରିଶ କ୍ରମେ ସାଧାରଣ ସଭା ନିଯୁକ୍ତି ଦେଇଥାଏ। ସୁପାରିଶ କରିବ କିଏ, ନା ନିରାପତ୍ତା ପରିଷଦ, ନିଯୁକ୍ତି ଦବ କିଏ, ନା ସାଧାରଣ ସଭା ବା ଜେନେରାଲ ଆସେମ୍ବଲି। ନେକ୍ସଟ କ୍ୱେଶ୍ଚନ ଅଛି ପିଲାମାନେ which state is associated with the APICO movement for forest conservation। ଜଙ୍ଗଲ ସୁରକ୍ଷା ପାଇଁ ଆपिକ ଆନ୍ଦୋଳନ କେଉଁ ରାଜ୍ୟ ସହିତ ଜଡିତ? ଅପସନ ଅଛି ଉତ୍ତରାଖଣ୍ଡ, ଓଡ଼ିଶା, କର୍ଣ୍ଣାଟକ, କେରଳ। ୟାର ସଠିକ ଆନ୍ସରଟି ପିଲାମାନେ କଣ ହବ, ନା କର୍ଣ୍ଣାଟକ ହବ। ଦେଖ ପିଲାମାନେ ଏଇ ଆपिକ ଆନ୍ଦୋଳନ କେବେ ହେଇଥିଲା, ନା 1983 ମସିହାରେ ହେଇଥିଲା। କେଉଁଟାରେ ହେଇଥିଲା, ନା କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲା, ମନେ ରଖିବ ଉତ୍ତର କନ୍ନଡ଼ ଜିଲ୍ଲା ର ପାଣ୍ଡୁରଙ୍ଗ ହେଡକ ୟାର ନେତୃତ୍ୱରେ କରିଥିଲେ। ଏଇ ଜଙ୍ଗଲ ବଚିବା ପାଇଁ ଆपिକ ଆନ୍ଦୋଳନ ଆରମ୍ଭ କରିଥିଲେ। ମନେ ରଖିବ 1983 ଏବଂ କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ପାଣ୍ଡୁରାଙ୍ଗ ହେଡଗେ। ତାପରେ ଆମେ ଦେଖିବା ନେକ୍ସଟ କ୍ୱେଶ୍ଚନ ହ୍ୱାଟ ଇଜ ଦ ମେନ୍ କଜ ଅଫ ଜେଣ୍ଡର ଇନଇକ୍ୱାଲିଟି ଇନ ଇଣ୍ଡିଆ। ଭାରତରେ ଲିଙ୍ଗଗତ ଅସମାନତାର ମୁଖ୍ୟ କାରଣ କଣ? ଦେଖ ଅପସନ ଗୁଡ଼ିକ ଅଛି ଇଣ୍ଡଷ୍ଟ୍ରିଆଲାଇଜେସନ ବା ଶିଳ୍ପାୟନ, ତାପରେ ପ୍ୟାଟ୍ରିଚାଲ ସୋସାଇଟି ବା ପିତୃକେନ୍ଦ୍ରିକ ସମାଜ, ଗ୍ଲୋବାଲାଇଜେସନ ଜଗତୀକରଣ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି। ୟାର ସଠିକ ଆନ୍ସରଟି ପିଲାମାନେ କଣ ହବ, ଅପସନ ବି ପ୍ୟାଟ୍ରିସିଆଲ ସୋସାଇଟି ବା ପିତୃକେନ୍ଦ୍ରିକ ସମାଜ ପାଇଁ ଆମ ଭାରତରେ ଲିଙ୍ଗଗତ ଅସମାନତା ଅର୍ଥାତ ପୁଅ ଝିଅଙ୍କ ବା ସ୍ତ୍ରୀ ପୁରୁଷ ମଧ୍ୟରେ ଭେଦଭାବ ସୃଷ୍ଟି ହଉଛି। ନେକ୍ସଟ ଆମେ ଦେଖିବା ଭାରତୀୟ ସମାଜରେ ପ୍ରଚଳିତ ପୁରୁଷ ପ୍ରଧାନ ସମାଜ ପିତୃକେନ୍ଦ୍ରିକ ମନୋଭାବ ଯୋଗୁଁ ନାରୀ ପୁରୁଷଙ୍କ ଅପେକ୍ଷା ଅଧୀନସ୍ଥ ଭାବେ ବିଚାର କରାଯାଏ, ଯାହାକି ଏକ ଲିଙ୍ଗଗତ ବିଭେଦ ସୃଷ୍ଟି କରେ। ନେକ୍ସଟ ଆମେ ଦେଖିବା The Stockholm Conference 1972 was primarily focused on, ଅର୍ଥାତ 1972 ମସିହାରେ ଷ୍ଟକହୋମ ସମ୍ମିଳନୀର ମୁଖ୍ୟତଃ କାହା ଉପରେ ଆଧାରିତ ଥିଲା? ଅପସନ ଗୁଡ଼ିକ ଅଛି ହ୍ୟୁମାନ ରାଇଟ୍ସ ବା ମାନବ ଅଧିକାର, ହ୍ୟୁମାନ ଏନଭାୟରନମେଣ୍ଟ ବା ମାନବ ପରିବେଶ, ତାପରେ ତମର ଅଛି କଣ ଡିସଆର୍ମମେଣ୍ଟ ବା ନିରସ୍ତ୍ରୀକରଣ, ବା ଆଉ ଗୋଟେ ଅଛି ଟେରୋରିଜିମ ବା ଆତଙ୍କବାଦ। ଇଏ କାହା ଉପରେ ଫୋକସ କରିଥିଲା, ନା ଇଏ କରିଥିଲା ହ୍ୟୁମାନ ଏନଭାୟରନମେଣ୍ଟ ବା ମାନବ ପରିବେଶ ଉପରେ ଫୋକସ କରିଥିଲା। ଯଦି ଦେଖିବା ମିଳିତ ଜାତିସଂଘ ଆନୁକୂଲ୍ୟରେ 1972 ମସିହାରେ ପ୍ରଥମ ଥର ପାଇଁ ପରିବେଶ ସୁରକ୍ଷା ଉପରେ ଆନ୍ତର୍ଜାତିକ ସଚେତନ ସୃଷ୍ଟି କରିବା ପାଇଁ ଏହି ସମ୍ମିଳନୀର ଆବଶ୍ୟକତା ହୋଇଥିଲା। ତାପରେ ଆମେ ଦେଖିବା ନେକ୍ସଟ ହଉଛି କଣ, ଏଇଟା ଲାଷ୍ଟ କ୍ୱେଶ୍ଚନ ତମର ହୁଇଚ ଇଣ୍ଡିଆନ ଷ୍ଟେଟ ଫାର୍ଷ୍ଟ
implemented the पंचायत राज सिस्टम बहुत सुंदर क्वेश्चन टे इथर आसीबार बहुत चांस अछि भारतर केउ राज्य प्रथमे पंचायत राज व्यवस्था प्रचलन करिथिला ऑप्शन अछि ओडिशा राजस्थान आंध्र प्रदेश पश्चिम बंग यार सठिक आंसर टी पिला माने कोन हबो ना राजस्थान रे कोन हितला भारत रे प्रथम थर करी पंचायत राज व्यवस्था प्रचलन कराइथिला एवं या रिलेटेड मु कहूची या केबे ना 1959 मसिया रे कोन हितला 1959 मसिया अक्टोबर 2 तारिख अर्थात गांधी जयंती दिन ये कोन हितला ना राजस्थान रो नागौर जिला रे पंचायत राज व्यवस्था शुभारंभ हितला मन रखिबो डेट 1959 मसिया अक्टोबर 2 तारिख राजस्थान नागौर जिले में पंचायत राज व्यवस्था शुभारंभ होता जदि उड़ीसा रे पचरा जाए तुम मन रखिबो 1961 मसिया तुम जनवरी 26 तारिख ए डेट को मन रखिबो उड़ीसा रे पंचायत राज शुभारंभ होता 1961 मसिया जनवरी 26 तारिख जोटा कि तुम स्वतंत्रता दिवस हाँ किंतु सर्वभारतीय स्तर में प्रथम आरंभ होता 1959 मसीहा अक्टोबर 2 तारिख दिन गांधी जयंती दिन आरंभ होता पिला माने भिडियोटी भल लगिले लाइक टे करिवो सांग मानक सहित शेयर टे करिवो एवं चैनल को सब्सक्राइब कर नबो कारण प्रत्येक दिन किछि ना किछि तमरो सीएससी परीक्षा 2026 पाई अपडेट आसीबो थैंक यू।